ଆଳସ୍ୟ। ଶ୍ରୀନିବାସପୁର ଗ୍ରାମରେ ସୁମନ୍ତ ବୋଲି ଯୁବକଟିଏ ଥାଏ ଯେ ସେ ବଡ଼ ଅଳସୁଆ। ଛୁଆଦିନରୁ ମା ମରିଯିବାରୁ ବାପା ତାକୁ ଗେହ୍ଲା କରି ଏମିତି ନଷ୍ଟ କରିଛି। 25 ବର୍ଷର ଯୁବକ ଦ୍ୱିପହର ହେଲେ ଶେଯରୁ ଉଠିବ। ତା ବାପା ସକାଳୁ ଉଠି ଗାଈ ଦୁହିଁ ଦୁଧ କେତେ ଜଣଙ୍କ ଘରେ ନାଗୁଆ ଦେଇ ଆସେ, ରନ୍ଧାବଢ଼ା କରିସାରି କ୍ଷେତକୁ ଯାଏ। ତାପରେ ଯାଇ ବାବୁଙ୍କର ନିଦ ଭାଙ୍ଗେ। ନିତ୍ୟକ୍ରମ କୌଣସି ମତେ ଶେଷ କରି ଖାଇଦେଇ ଯାଇ ଏଠି ସେଠି ସେ ବୁଲେ। ପୁଣି ଖାଇବା ବେଳକୁ ଘରକୁ ଫେରେ। ତା ମନ ଖରାପ ହେବ ବୋଲି ବାପ ମଧ୍ୟ କିଛି କହେ ନାହିଁ। ସେ ଗାଁରେ ସମସ୍ତେ ତ ତାକୁ ବେଶ ଭଲ ଭାବେ ଜାଣନ୍ତି। ତେଣୁ ତାକୁ ଝିଅ ଦେବାକୁ କେହି ବି ମଙ୍ଗିଲେ ନାହିଁ। ଶେଷକୁ ତା ବାପା ଦୂର ଗାଁର ସୁକାନ୍ତି ବୋଲି ଝିଅଟିଏ ସହିତ ତାର ବିବାହ କରାଇଦେଲେ। ସୁକାନ୍ତି ଶାଶୁଘରେ କିଛି ଦିନ ରହିବା ପରେ ସ୍ୱାମୀଙ୍କର ଗୁଣ ସେ ଜାଣିଗଲା। ଦିନେ ସେ ତା ସ୍ୱାମୀଙ୍କୁ କହିଲା, ଦେଖ, ତୁମ ବାପାଙ୍କୁ 60ରୁ ବେଶୀ ବୟସ ହେଲାଣି, କିନ୍ତୁ ସେ କଠିନ ପରିଶ୍ରମ କରୁଛନ୍ତି, ଆଉ ତୁମେ ଟିକିଏ ତାଙ୍କୁ ସାହାଯ୍ୟ ବି କରିପାରୁନାହଁ। ଦିନ ରାତି ଶୋଉଛ, ତୁମକୁ ସେଥିପାଇଁ ଲାଜ ଲାଗୁନାହିଁ? ମା ମରିଛନ୍ତି ବୋଲି ତୁମ ମନରେ କଷ୍ଟ ହେବ ଭାବି ବାପା ତୁମକୁ ଗାଳି ଦିଅନ୍ତି ନାହିଁ। ହେଲେ ତମର ବିବେକ ବୁଦ୍ଧି ବୋଲି କ'ଣ କିଛି ନାହିଁ? ସ୍ତ୍ରୀ କଥାରେ ସୁମନ୍ତ ରାଗିଯାଇ କହିଲା, ତମେ ଆମ ଘରେ ପାଦ ଦେଉ ଦେଉ କ'ଣ ଏତେ କଥା କହିଲଣି? ଆଜି କହୁଛ ବାପାକୁ ସାହାଯ୍ୟ କର, କାଲି କହିବ ରୋଷେଇରେ ମୋତେ ସାହାଯ୍ୟ କର। ଏସବୁ ମୁଁ ସହିବା ଲୋକ ନୁହେଁ। ସେହିଦିନ ଠାରୁ ସୁକାନ୍ତି ଚୁପ୍ ରହେ। ଏମିତି 1.5 ବର୍ଷ ବିତିଗଲା। ପୁଅଟିଏ ଜନ୍ମ ହେଲା। ସବୁ କାମ ସୁକାନ୍ତି ଚୁପଚାପ କରିଯାଏ। ଦିନେ ବହୁତ ଖରା ହୋଇଥାଏ। ପିଲାକୁ ଖୋଇପେଇ ସୁକାନ୍ତି ସ୍ୱାମୀ ପାଖରେ ତାକୁ ଛାଡ଼ି କ୍ଷେତକୁ ଗଲା। ସେ ସବୁଦିନ କ୍ଷେତକୁ ଯାଇ ଶ୍ୱଶୁରକୁ ବିଲବାଡ଼ି କାମରେ ସାହାଯ୍ୟ କରେ। ସନ୍ଧ୍ୟାକୁ ଫେରି ଦେଖିଲା, ବାଟରେ ଥିବା ନଣ୍ଡାକୂଅ ପାଖରେ ଛୁଆ ଠୁକୁଠୁକୁ ହୋଇ ଚାଲୁଛି, ଆଉ ସୁମନ୍ତ ଦୂରରେ ଚୌକି ଉପରେ ବସି ଝୁଲୁଛି। ଆଉ ଟିକିଏ ହୋଇଥିଲେ ହୁଏତ ଛୁଆଟି କୂଅରେ ଗଳି ପଡ଼ନ୍ତା। ସୁକାନ୍ତି ଚଟ୍ କରି ଛୁଆକୁ ଉଠାଇ ନେଇ ରାଗି କରି କହିଲା, ମୁଁ ନଥିଲେ ତ ଛୁଆ ଆଜି କୂଅରେ ଗଳି ପଡ଼ିଥାନ୍ତା। ଏସବୁଥିରେ ତମର କିଛି ବି ଯାଏ ଆସେ ନାହିଁ ନା? ସୁମନ୍ତ କହିଲା, ଦେଖିଲି ତମେ ଆସୁଛ, ତେଣୁ ମୁଁ ଚୁପଚାପ ହୋଇ ବସି ରହିଲି। ଧିକ୍ ତମ କଥାକୁ। ମୁଁ ଯଦି କେଉଁଠି ଚାକିରି କରିଥାନ୍ତି ତ ମୁଁ ଓ ପିଲା ଦୁହେଁ ଭଲରେ ଚଳନ୍ତୁ। ତୁମ ପରି ଅଳସୁଆ ଲୋକ ପାଖରେ ରହିବା ଅସମ୍ଭବ। ମୁଁ ମୋ ଘରକୁ ଯାଉଛି। ଏତିକି କହି ସେ ଛୁଆକୁ ଧରି ତା ମା ଘରକୁ ପଳାଇଲା। ସେଇଠି ସେମିତି ସୁମନ୍ତ ଭକୁଆଙ୍କ ପରି ବସି ରହିଥିଲା। ହଠାତ୍ ସେ ଆଉ କିଛି କହିପାରିଲା ନାହିଁ। ଆଉ ଟିକିଏ ସନ୍ଧ୍ୟା ହେବାରୁ ଘର ପିଣ୍ଡାକୁ ଚାହିଁ ସେ ଦେଖିଲା, ଭୂତଟିଏ ଚଉତରା ପାଖରେ ବସିଛି। ସେ ନ ଡରି କହିଲା, ତମେ ତ ଏଠାକୁ ରାତିରେ ଈଶ୍ୱରଙ୍କ ପରି ଆସିଛ। ଚାଲ ଏବେ ଖଟଟି ଉପରକୁ ଉଠାଅ ଓ ଏଠାରେ ଆଣି ପକାଅ। ତାପରେ କୁହ ତୁମେ କେଉଁଠାରୁ ଓ କିପରି ଆସିଲ? ତୁମର କ'ଣ ଦରକାର? ଭୂତ କହିଲା, ମୁଁ ମଧ୍ୟ ତୁମ ପରି ଭାରି ଅଳସୁଆ। ମୁଁ ତମଠାରୁ କିଛି ସାହାଯ୍ୟ ଲୋଡୁଛି। ସୁମନ୍ତ ହାଇ ମାରି ପଚାରିଲା, କୁହ ତ ତମେ ମୋଠୁ କି ସାହାଯ୍ୟ ଚାହଁ? ତାପରେ ସେ ଭୂତ କହିଲା, ଗୋଟାଏ ତସଲା ଓ ଗୋଟାଏ କୋଦାଳ ଉଠାଇ ମୋ ସହିତ ଆସ। ସୁମନ୍ତ କହିଲା, କୋଦାଳ ଓ ତସଲା କିନ୍ତୁ ତୁମକୁ ବୋହିବାକୁ ପଡ଼ିବ। ଭୂତ ଉଠାଇ ଚାଲିଲା। ସୁମନ୍ତ ମଧ୍ୟ ତା ସହିତ ଚାଲିଲା। ଭୂତ କହିଲା, ଏବେ ମୁଁ ତୁମକୁ କହିବି ମୁଁ କିପରି ଭୂତ ହେଲି। ମନ ଦେଇ ତାହା ଶୁଣ। ସୁମନ୍ତ କହିଲା, ଆଚ୍ଛା ଶୁଣାଅ। ଭୂତ କହିଲା, ମୁଁ ଯେତେବେଳେ ଜୀବିତ ଥିଲି ମୋ ନାମ ସୋମେଶ୍ୱର ଥିଲା। ମୁଁ ଘରର ବଡ଼ ପୁଅ। ଗେହ୍ଲା ହୋଇ ଠିକ୍ ତୁମରି ପରି ଖାଲି ଖାଇ ପିଇ ମୌଜ ମଜଲିସ୍ କରି ବୁଲୁଥିଲି। ମୋର 3 ଜଣ ସାଙ୍ଗ ଥିଲେ। ପ୍ରଥମଟା ମହାପାପୀ। ଏମିତି କିଛି ପାପ ନାହିଁ ଯାହାକୁ କି ସେ ନ କରିଛି। ଦ୍ୱିତୀୟ ଜଣକ ଦୁର୍ଗୁଣରେ ପୂର୍ଣ୍ଣ। ତୃତୀୟଟି ମଧ୍ୟ କୌଣସିଥିରେ କିଛି କମ୍ ନୁହେଁ। ସବୁ ପ୍ରକାରର ବିଦ୍ୱସ୍ୱଭାବ ତାର ଥିଲା। ମୁଁ ସେ 3 ଜଣଙ୍କ ସହିତ ବନ୍ଧୁତା କରିଥାଏ, କିନ୍ତୁ ସେମାନଙ୍କ ପ୍ରଭାବ
ମୋ ଉପରେ ଆଦୌ ପଡ଼ିନଥିଲା। ମୋର ଗୋଟିଏ ବୋଲି ଭଉଣୀ ଥିଲା। ତାର ବିବାହ ପାଇଁ ମୋ ବାପା ଗାଁ ପାଖରେ ଥିବା ଆମ ଜମି ବିକ୍ରି କରିଦେଲେ। କାରଣ ସେତେବେଳକୁ ବାପାଙ୍କ ହାତରେ ବେଶୀ ଟଙ୍କା ନଥାଏ। କିନ୍ତୁ ଗୋଟିଏ ବୋଲି ଝିଅର ବାହାଘର ଟିକିଏ ଜାକଜମକରେ କରିବାକୁ ବ୍ୟବସ୍ଥା କରି ସେ ଜମି ବିକ୍ରି କଲେ। ଜମି ବିକ୍ରି କରି ଟଙ୍କା ଧରି ସେ ଘରକୁ ଫେରୁଥାନ୍ତି। ତାଙ୍କ ପଛରେ କେହି ଲୋକ ଆସୁଥିବାର ଜାଣିପାରି ସେ ବରଗଛ ତଳେ ସେତକ ଟଙ୍କା ଲୁଚାଇ ଦେଇ ନିଜ ଗ୍ରାମ ଆଡ଼କୁ ଆସିଲେ। ସେମାନେ ତାଙ୍କୁ ବାଟ ମଝିରେ ଧରିଲେ। ଟଙ୍କା ନ ପାଇବାରୁ ମାରିଲେ, ପିଟିଲେ। ମାଡ଼ ଖାଇ ବଡ଼ କଷ୍ଟରେ ସେ ଘରେ ଆସି ପହଞ୍ଚିଲେ ଓ ଶଯ୍ୟାଶାୟୀ ହୋଇ ପଡ଼ି ରହିଲେ। 4 ଦିନ ପରେ ସେ ହଠାତ୍ ମରିଗଲେ। କିନ୍ତୁ ମରିବା ଆଗରୁ ସେ ମୋତେ ପାଖକୁ ଡାକି କହିଥିଲେ ସେ କେଉଁଠି ଟଙ୍କା ରଖିଛନ୍ତି। ତାପରେ ସେ କହିଲେ ସେ ଟଙ୍କା ଆଣି ଭଉଣୀର ବିବାହ ଯେପରି ଯଥାଶୀଘ୍ର କରିଦେବୁ। ଭଉଣୀର ବାହାଘର 2 ଦିନ ବାକି ଥାଏ। ଶୀଘ୍ର ଯାଇ ଟଙ୍କା ଆଣିବାକୁ ମା କହିଲେ। ମୁଁ ତ ଆଗରୁ ଏକଥା ମୋ ସାଙ୍ଗମାନଙ୍କୁ କହିଥାଏ। ସେଦିନ ରାତିରେ ମୁଁ ଟଙ୍କା ଆଣିବାକୁ ଗଲି। ମୁଁ ଜାଣିନଥିଲି ଯେ ସେମାନେ ମୋର ପିଛା କରୁଛନ୍ତି। ଶେଷକୁ ବୁଝିପାରିଲି ଯେ କେହି ମୋର ପିଛା କରୁଛି। ତେଣୁ ପ୍ରକୃତ ଗଛ ପାଖକୁ ନ ଯାଇ ଅନ୍ୟ ବରଗଛ ପାଖକୁ ଯାଇ ସେଠା ଖୋଳିଲି। ସେମାନେ 3 ଜଣ ମୋ ଉପରେ ଗୋଟାଏ ବଡ଼ ପଥର ଫିଙ୍ଗି ମୋତେ ଛେଚିଦେଲେ। ଫଳତଃ ସେହିଠାରେ ହିଁ ମୋର ମୃତ୍ୟୁ ହେଲା। ତାପରେ ଭଗବାନଙ୍କ ବରାଦ ଅନୁସାରେ 3ଟି ବାଘ କାହୁଁ ଆସି ସେମାନଙ୍କୁ ଖାଇଗଲେ। ତାପରେ ମୋ ମା ଓ ଭଉଣୀ ମୋର ମୃତ୍ୟୁ ଦେଖି ଦୁଃଖରେ କିଛି ଦିନ ବଞ୍ଚି ସେମାନେ ମଧ୍ୟ ମରିଗଲେ। ମୋର 3 ଦୁଷ୍ଟ ସାଙ୍ଗଙ୍କ ଆତ୍ମା ନରକକୁ ଗଲା ଓ ମୁଁ ଏଠାରେ ପ୍ରେତ ହୋଇ ବୁଲୁଛି। ଆଜି ମୁଁ ଦେଖିଲି ତୁମ ସ୍ତ୍ରୀ ଏଇ ବାଟେ ଛୁଆକୁ ନେଇ ଯାଉଥିଲେ। ଛୁଆ ଭୋକରେ ବହୁତ କାନ୍ଦୁଥିଲା। ତେଣୁ ତୁମ ପତ୍ନୀ ତାକୁ କହିଲେ ଅଳସୁଆ ବାପର ଛୁଆ ହୋଇ ଜନ୍ମ ହୋଇଛୁ। ତତେ ସେମିତି ଜୀବନସାରା କଷ୍ଟ ଭୋଗିବାକୁ ପଡ଼ିବ। ତାପରେ ସେ ନିଜେ ମଧ୍ୟ ବହୁତ କାନ୍ଦୁଥିଲେ। ସେମାନଙ୍କର ସେ କାନ୍ଦ ଦେଖି ମୋ ମନ ବହୁତ ଖରାପ ହେଲା। ତୁମେ ଏ ଧନତକ ନେଇ ଏଥିରେ କୌଣସି ବ୍ୟବସାୟ ଆରମ୍ଭ କରି ଭଲରେ ରୁହ। ଆଜିକାଲି ବୋଲି ଭାବି ଅଳସୁଆମି ଯଦି କରିବ, ବସି ରହିବ, ତେବେ ଏତକ ଟଙ୍କା ମଧ୍ୟ ସରିଯିବ। ହେଲେ ସ୍ୱଭାବ ବଦଳିବ ନାହିଁ। ଖୋଳାଖୋଳି କରିବାରୁ କିଛି ଧନ ମିଳିଲା। ସେତକ ନେଇ ସେ ଭୂତକୁ ଧନ୍ୟବାଦ ଦେଇ ଘରକୁ ଫେରିଲା। ତାପରେ ସେ ତା ସ୍ତ୍ରୀ ପାଖକୁ ଚିଠିଟିଏ ପଠାଇଲା। ସେଥିରେ ଲେଖାଥିଲା ତୁମେ ଶୀଘ୍ର ପିଲାକୁ ଧରି ଫେରିଆସ। ମୁଁ ଏବେ ସବୁବେଳେ ପ୍ରାୟ ଜମିବାଡ଼ିରେ ବ୍ୟସ୍ତ ରହିଛି। ମୁଁ ଏବେ ନିଜ ଭୁଲ ବୁଝିପାରିଛି। ପୂର୍ବରୁ କରିଥିବା ଭୁଲ ଯୋଗୁଁ ପଶ୍ଚାତାପ କରୁଛି ଓ ସେଥିପାଇଁ ମୁଁ ବଡ଼ ଦୁଃଖିତ। ସ୍ୱାମୀ ପାଖରୁ ଚିଠି ପାଇ ସୁକାନ୍ତୀ ବହୁତ ଖୁସି ହେଲା। ସ୍ୱାମୀଙ୍କର ଏତେ ଶୀଘ୍ର ଏପରି ପରିବର୍ତ୍ତନ ହେବାରୁ ସେ ବଡ଼ ଆଶ୍ଚର୍ଯ୍ୟ ହେଲା। ଏବେ ସେ ଆଉ ବିଳମ୍ବ ନ କରି ଛୁଆକୁ ଧରି ଘରକୁ ଫେରିବା ପାଇଁ ବ୍ୟବସ୍ଥା କଲା। ଭାଇ ଭଉଣୀମାନେ, ଆପଣଙ୍କୁ ଯଦି କାହାଣୀଟି ଭଲ ଲାଗିଲା ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।